এই ভগবান নাই আল্লাহ বল হাসবুল্লাহ নীল ওকিল আল্লাহ বল চালি আল্লাহ। নমস্କାର ସମସ୍ତଙ୍କୁ। ମୁଁ ସନ୍ଦୀପ ଅପେରା ଜାଗିଥିଲେ କାର୍ଯ୍ୟରତ। ଆମେ ସନାତନୀ ନାଟକକୁ ନେଇକି ବହୁତ ମାନେ ଏକ୍ସାଇଟେଡ୍ ଥିଲୁ ଯେ ଗତ ବର୍ଷରୁ ମାନେ କହିବାକୁ ଗଲେ ନାଟକର ପ୍ରସ୍ତୁତି ସାର୍ ମାନଙ୍କର 1.5 ବର୍ଷ 2 ବର୍ଷରୁ। ତ ଏ ବର୍ଷ ଏ ନାଟକ ଯେହେତୁ ଆଡଭର୍ଟାଇଜମେଣ୍ଟ ବାଜିଥିବ ଆପଣମାନେ ଜାଣିଥିବେ, ନାଟକ ନେଇକି ଆମେ ବହୁତ ଯାଉ। ନାଟକ ବି ଆମ ଆଶାଠୁ ବହୁତ ଉପରେ ହେଇଛି। ନାଟକ ଯାହା ଲୋକମାନଙ୍କ ମତାମତ ଆଖଡ଼ା ଘରେ ଯେଉଁମାନେ ଆସିକି ଦେଖୁଥିଲେ, ଆମର ଯେଉଁମାନେ ବି ରିଭ୍ୟୁ ଦେଇକି ଯାଇଛନ୍ତି, ବହୁତ ସୁନ୍ଦର ହେଇଛି ନାଟକ। ତାପରେ ଆପଣମାନେ ତ ଅଛନ୍ତି ଫାଇନାଲ ଆଜି ନାଟକ ଦେଖିଲା ପରେ ଆପଣମାନେ ନିଜେ କହିବେ। ହାଇଟ୍ ମୋର 6 ଫୁଟ 5 ଇଞ୍ଚ, ଜୋତା ପିନ୍ଧିଲେ 6.5। ନାଇଁ ସେମିତି କିଛି ନାହିଁ। ମୁଁ ପ୍ରଥମ କଥା ଯାତ୍ରା ବିଷୟରେ କିଛି ଜାଣେନି, କାହିଁକିନା ମୁଁ ଯେତେବେଳେ ଯାତ୍ରାକୁ ଏଣ୍ଟ୍ରି କଲି ଗାଁରେ ଡ୍ରାମା କୌଣସି କରିନାହିଁ। ମୋର ଟିଟନ୍ ସାର୍ ହେଉଛନ୍ତି ସବୁକିଛି, ଆଉ ହାଜିରା ସାର୍। ମୋର ପ୍ରଥମେ ଟିଟନ୍ ସାର୍ଙ୍କ ସହିତ ଦେଖା ହୁଏ। ଏ କଥା ବି ମୁଁ ଆଗରୁ ବହୁତ ବାଇଟ୍ରେ କହିଛି। ଆଉ ଟିଟନ୍ ସାର୍ଙ୍କ ସହିତ ମୋର ଦେଖା ହୁଏ। ସେଠି 7 ମାସ ରହିଲା ପରେ ବାଘ ଯେତିନ ଆସିଲି, ତାଠୁ ସ୍ୱପ୍ନମହଲ, କଳିଙ୍ଗ, ତୁଳସୀ, ଏଠି ମୋର ଜାଗିଆସିନି 2 ବର୍ଷ ହେଲା। ସେମିତି ନାହିଁ, ମୁଁ ଯେତେବେଳେ ପଶିଲି ମୁଁ ନେଗେଟିଭ୍ ହିଁ ମୋର ପଢୁଛି। ତ ଜହ୍ନରାତ୍ରିର ଝଡ଼ ଯେଉଁ ତୁଳସୀର ନାଟକ ଥିଲା ଜାଣିଥିବ, ସେଥିରେ ମୋର ଆଣ୍ଟି ହିରୋ ଚରିତ୍ର ପଡ଼ିଥିଲା। ଆଉ ଏଇ ବର୍ଷ ଏଇ ଯେଉଁ ସନାତନୀର ଯେଉଁ ମୋର ଚରିତ୍ର ପଡ଼ିଛି, ମୋ କ୍ୟାରିୟର ଗୋଟେ କହିବାକୁ ଗଲେ ସତରେ ଟର୍ଣ୍ଣିଂ ପଏଣ୍ଟ। କାହିଁକିନା ଏ ଚରିତ୍ର ମୋ ପାଇଁ ଗୋଟେ ମାନେ ନିଶ୍ଚିତ ଭାବେ, କାହିଁକିନା ମୁସଲିମ ଚରିତ୍ରରେ ଆସିବା, ତାଙ୍କ ଭାଷା ତାଙ୍କ ଲାଙ୍ଗୁଏଜ ସବୁ ତାଙ୍କୁ ନେଇକି କରିବା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜର ପାଠ। କାହିଁକିନା ମୁଁ ଯାତ୍ରା ବିଷୟରେ କିଛି ଜାଣିନି, ସତ କହିଲେ ଗାଁ ଡ୍ରାମା କରିନି, କଳା ବିଷୟରେ ଜ୍ଞାନ ବହୁତ କମ୍। ତେଣୁ ମୁଁ ଚେଷ୍ଟା କରିବି, ଯେହେତୁ ସାର୍ମାନେ ମୋତେ ଜିନିଷଟା ଦେଇଛନ୍ତି ଏବଂ ଗୋଟେ ବହୁତ ସ୍ୱତନ୍ତ୍ର ପାର୍ଟ ପଡ଼ିଛି ମୋର 6 ବର୍ଷ କ୍ୟାରିୟର ଭିତରେ, ବହୁତ ଭଲ ପାର୍ଟ କହିବାକୁ ଗଲେ। ତ ମୁଁ ଚେଷ୍ଟା କରିବି ତାକୁ ନେଇ ଜାଗାରେ ଲଗାଇବାକୁ। ଆଉ ଦର୍ଶକମାନେ ତାର ରିଭ୍ୟୁ ନିଶ୍ଚିତ ଭାବେ ପାର୍ଟି ବାହାରିଲା ପରେ ମୋତେ ରିଭ୍ୟୁ ନିଶ୍ଚୟ ମାନେ ଦର୍ଶକମାନଙ୍କୁ ମିଳିବ ଏବଂ ସେମାନେ ନିଶ୍ଚିତ ମତାମତ ଦେବେ ନାଟକ କେମିତି ହେଇଛି। ପ୍ରଥମେ ସେମିତି କିଛି ନାହିଁ, ଯେଉଁମାନେ ବି କହିଛନ୍ତି ମୁଁ କହିବି ପିୟୁଷ ଭାଇ ସାନ ଭାଇ ଭଳିଆ ଭଲ ପାଆନ୍ତି, ସେମିତି ଦର୍ଶକ କି କୋଉ ଲୋକମାନଙ୍କୁ କେମିତି ଲାଗୁଛି ସାଇଡ୍ରୁ, କିନ୍ତୁ ସେମିତି କିଛି ନାହିଁ। ଭଗବାନ ଯାହା ଦେଇଛନ୍ତି, ଯଦି ମୁଁ ଲାଗୁଛି ତାହେଲେ ମୋର ବଡ଼ପଣ ଗୋଟେ ଏତେ ବଡ଼ ଯାହା ବି ହେଲେ ଆଜିକା ଡେଟ୍ରେ ସୁପରଷ୍ଟାର କହିବାକୁ ଗଲେ, ତାଙ୍କ ଭଳିଆ ଲୋକ ଯଦି କହୁଛନ୍ତି ତାହେଲେ ମୋ ପାଇଁ ଗର୍ବର କଥା। କିନ୍ତୁ ସେମିତି ଜମା ବି ନୁହଁ, ଭଗବାନ ଯାହା ଦେଇଛନ୍ତି ସେତିକି। ଆଉ କିଛି ନାଇଁ ସେମିତି ନାହିଁ, ସେତିକି ଦକ୍ଷତା ମୋର ହେଇନାହିଁ। ଡାଇଲଗ ଏଇ ଅପେରା ଯୋଉ ଜାଗିଆସିଲେ ବର୍ଷ ସନାତନୀ ନାଟକ, ସେଇ ନାଟକର ମୁଁ ଯେତେବେଳେ ଏଣ୍ଟ୍ରି କରୁଛି ସିଗାରେଟ ନେଇକି ଯାଉଛି କିନ୍ତୁ ଲଗଉନି। ଦର୍ଶକମାନଙ୍କୁ ସିଗାରେଟଟା ଲଗଉଛି, ଲଗେଇକି କହୁଛି ଲାଇଟର ମାରୁଛି, ସିଗାରେଟ ଖୋଲୁଛି, ଫୁଙ୍କିଲା ପରେ ନୋ ସ୍ମୋକିଂ ଇଜ ଇଞ୍ଜୁରିୟସ୍ ଟୁ ହେଲ୍ଥ, नो स्मोकिंग। ତ ଆପଣ ସ୍ମୋକିଂ ଇଜ ଇଞ୍ଜୁରିୟସ୍ ଟୁ ହେଲ୍ଥ ବୁଝୁଛନ୍ତି, ବାସ୍ତବ ଜୀବନରେ ଆପଣ କିଛି ଧୂମପାନ ସିଗାରେଟ ଖାଆନ୍ତି କି ନାହିଁ? ସେମିତି କିଛି ନାହିଁ, କେତେବେଳେ କେମିତି, କିନ୍ତୁ ଏବେ ଟୋଟାଲ ଛାଡ଼ି ଦେଇଛି। ଇଏ ଗୋଟିଏ ନିହାତି ଆକ୍ରୋଶମୂଳକ ଚରିତ୍ର। ଏ ଚରିତ୍ରରେ ଯେତିକି ସାହସ ଦରକାର, କାହିଁକି ନା ସାଧାରଣତଃ ଡର ବି ଅଛି। ଆଜ୍ଞା, ଦର୍ଶକମାନେ ଆକ୍ରମଣ କରୁଛନ୍ତି। ସେଇଟା ତ ନିଶ୍ଚିତ ଭାବେ, କାହିଁକିନା ସାର୍ମାନେ ବି କହିଛନ୍ତି ନାଟକ କଲାବେଳେ। ତ ମୁଁ ଜାଣିନି, ଯଦି ମୁଁ ସେଇ ଜାଗାରେ ନେଇକି ଲଗେଇ ପାରିଲି ଚରିତ୍ରକୁ, ତାହେଲେ ନିଶ୍ଚିତ ଭାବେ ଦର୍ଶକମାନଙ୍କ ରିଭ୍ୟୁ ଷ୍ଟେଜ୍ ଉପରେ ମିଳିବ। ଯଦି ସେମିତି କିଛି ନହେଲା ତାହେଲେ ଜାଣିବି ମୁଁ ଏ ଚରିତ୍ରକୁ ସେତିକି ସଫଳତା କରିପାରିଲି ନାହିଁ କି କ'ଣ। ତ ଦେଖାଯିବ। ଏଇ ତ ଫାଇନାଲ ରିହର୍ସାଲ ଆଜି। ତ ନାଟକ ଗୋଟେ ଥାଏ ମୁଖସ୍ଥ, କଣ୍ଠସ୍ଥ, ଗର୍ଭସ୍ଥ। ତ ଗର୍ଭସ୍ଥ ହେଲା ପରେ ଜଣାପଡ଼ିବ। ନିଶ୍ଚିତ ଭାବେ ସେମିତି କିଛି ନାହିଁ। ମୁସଲିମ ଚରିତ୍ର ଅଟୋମେଟିକ୍ ଆପଣମାନେ ଜାଣିଥିବେ, ଯେହେତୁ ଆମର ହିନ୍ଦୁ ରାଷ୍ଟ୍ର। ତ ଏ ଚରିତ୍ର ମଜାରେ ଯିଏ ବି ରହିଲେ ଯଦି ସେମିତି ହବ, ସେମିତି ହିଁ ହବ। ଆଗରୁ ବି ଯୋଉମାନେ ଆଶୀର୍ବାଦ, ମୁଁ ଜାଣିବି ଯେ ନାଇଁ ମୋ ଚରିତ୍ର ଠିକ ଅଛି। ଆଉ ଲୋକମାନଙ୍କ ରକ୍ତ ତ ଆପଣମାନେ ଜାଣିଥିବେ ନିହାତି ଗୋଟେ ଗରମ, ଯେ ହିନ୍ଦୁ ମୁସଲିମ ଷ୍ଟୋରିକୁ ନେଇକି। ତ ଏ ନାଟକରେ ବହୁତ ଶିକ୍ଷଣୀୟ ଜିନିଷ ଅଛି। ସେମିତି କିଛି ନାହିଁ ଯେ ମୁସଲିମ ଇଏକୁ ଆମେ ଇଏ କରୁଛୁ, ଚିନ୍ତା କରୁଛୁ। ଆପଣମାନେ ଦେଖିଲେ ବି ଜାଣିବେ ଯେ ସବୁ ମୁସଲିମ ଖରାପ ନୁହଁ। ତ ସବୁ ପରେ ବି ହିନ୍ଦୁର ଇଏ ଜୟ ହେଇଛି। ତ ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ଗୋଟେ ଅଛି, ତାକୁ ଯେତେବେଳେ ମୁଁ କହୁଛି ଏଇ ଭଗବାନ ନାହିଁ আল্লাহ বল হাসবুল্লাহ নীল ওকিল আল্লাহ বল চালি আল্লাহ।